ମୂଷା କହିବ ହେ ଜଗନ୍ନାଥ ମତେ ରକ୍ଷା କରେ। ଏଭଳିଆ ସଂସ୍ଥା କରନି ଆମେ ଜଗନ୍ନାଥଙ୍କୁ। ଜଗତର ନାଥ ଜଗନ୍ନାଥ ତାକୁ ଯିଏ ଯେତେବେଳେ ତମେ ଯାହା ପାଉଛ ଗୋଟେ ପ୍ରହସନ କରୁଛ। ମାଳିକାରେ ଲେଖା ହେଇଥିଲା ମୂଷା କହିବ ହେ ଜଗନ୍ନାଥ ମତେ ରକ୍ଷା କରେ। ଚୁପ୍! ଆମେ ଜଗନ୍ନାଥଙ୍କୁ ଏତେ ଶସ୍ତା କରନି। ପୃଥିବୀର ଦେବତା ଜଗନ୍ନାଥ, ଆଲ୍ଲାହ, ଯୀଶୁ, ବୁଦ୍ଧ, ନାନକ ସମସ୍ତେ ଜଗନ୍ନାଥଙ୍କୁ ମାନନ୍ତି। ତେଣୁ ଏତେ ଶସ୍ତା କରନି ଆମ ଜଗନ୍ନାଥଙ୍କୁ। ଯାହା ତ କରୁଛ ଦର୍ଶନ କରିପାରୁନାହାନ୍ତି ଲୋକ। ଖରା ତରାରେ ପଡ଼ି ମରିଯାଉଛନ୍ତି। ଭୟଙ୍କର ପରିସ୍ଥିତି। ଖାଲି ସୌନ୍ଦର୍ଯ୍ୟକରଣ କରୁଛନ୍ତି। ଆଗରୁ ଆଉ ଜଗନ୍ନାଥ ଦର୍ଶନ ଲୋକେ କରୁନଥିଲେ। ଏଇନା ସୌନ୍ଦର୍ଯ୍ୟକରଣ କରୁଛନ୍ତି। ଜଗନ୍ନାଥଙ୍କୁ ଦର୍ଶନ କରେଇବେ। ଇଏ କେହି ଦେଖିନଥିଲେ ଜଗନ୍ନାଥଙ୍କୁ। ଏଇ ନବୀନ ବାବୁଙ୍କ ବେଳେ ଜଗନ୍ନାଥଙ୍କୁ ଦେଖିବେ ସବୁ। ଲଜ୍ଜା, ଘୋର ଲଜ୍ଜା। ଜଗନ୍ନାଥଙ୍କୁ ଏଭଳିଆ ଅପଦସ୍ଥ ନ କରାଯାଉ, ଶସ୍ତା କରା ନ ଯାଉ। ତା ନହେଲେ ବାଧ୍ୟ ହେଇ ଆମେ ଆନ୍ଦୋଳନ କରିବାକୁ ପଛେଇବୁ। ଚୁପ୍! ମୂଷା କହିବ ହେ ଜଗନ୍ନାଥ ମତେ ରକ୍ଷା କରେ। ଏଭଳିଆ ସଂସ୍ଥା କରନି ଆମେ ଜଗନ୍ନାଥଙ୍କୁ। ଜଗତର ନାଥ ଜଗନ୍ନାଥ ତାକୁ ଯିଏ ଯେତେବେଳେ ତମେ ଯାହା ପାଉଛ ଗୋଟେ ପ୍ରହସନ କରୁଛ। ମାଳିକାରେ ଲେଖା ହେଇଥିଲା ମୂଷା କହିବ ହେ ଜଗନ୍ନାଥ ମତେ ରକ୍ଷା କରେ। ଚୁପ୍! ଆମେ ଜଗନ୍ନାଥଙ୍କୁ ଏତେ ଶସ୍ତା କରନି। ପୃଥିବୀର ଦେବତା ଜଗନ୍ନାଥ, ଆଲ୍ଲାହ, ଯୀଶୁ, ବୁଦ୍ଧ, ନାନକ ସମସ୍ତେ ଜଗନ୍ନାଥଙ୍କୁ ମାନନ୍ତି। ତେଣୁ ଏତେ ଶସ୍ତା କରନି ଆମ ଜଗନ୍ନାଥଙ୍କୁ। ଯାହା ତ କରୁଛ ଦର୍ଶନ କରିପାରୁନାହାନ୍ତି ଲୋକ। ଖରା ତରାରେ ପଡ଼ି ମରିଯାଉଛନ୍ତି। ଭୟଙ୍କର ପରିସ୍ଥିତି। ଖାଲି ସୌନ୍ଦର୍ଯ୍ୟକରଣ କରୁଛନ୍ତି। ଆଗରୁ ଆଉ ଜଗନ୍ନାଥ ଦର୍ଶନ ଲୋକେ କରୁନଥିଲେ। ଏଇନା ସୌନ୍ଦର୍ଯ୍ୟକରଣ କରୁଛନ୍ତି। ଜଗନ୍ନାଥଙ୍କୁ ଦର୍ଶନ କରେଇବେ। ଇଏ କେହି ଦେଖିନଥିଲେ ଜଗନ୍ନାଥଙ୍କୁ। ଏଇ ନବୀନ ବାବୁଙ୍କ ବେଳେ ଜଗନ୍ନାଥଙ୍କୁ ଦେଖିବେ ସବୁ। ଲଜ୍ଜା, ଘୋର ଲଜ୍ଜା। ଜଗନ୍ନାଥଙ୍କୁ ଏଭଳିଆ ଅପଦସ୍ଥ ନ କରାଯାଉ, ଶସ୍ତା କରା ନ ଯାଉ। ତା ନହେଲେ ବାଧ୍ୟ ହେଇ ଆମେ ଆନ୍ଦୋଳନ କରିବାକୁ ପଛେଇବୁ।